ଏଇ ଯୋଉ ପ୍ରଥମ ପାହାଚ ଦବାକୁ କାହିଁକି ଇଚ୍ଛା କଲେ? ଗୋଟେ ରାଜନୈତିକ ସାମ୍ବାଦିକର ରାଜନୀତିଜ୍ଞ ହବାକୁ ଯାଉଛନ୍ତି କାହିଁକି? ଗୋଟେ ବହୁତ ବଢିଆ ପ୍ରଶ୍ନ ଏବଂ ଗୋଟେ ମତେ ଅନୁଶୀଳନ କଲା ଭଳି ଆପଣ ଗୋଟେ ପ୍ରଶ୍ନ ପଚାରିଲେ ଯେ ଆପଣଙ୍କୁ ପ୍ରଥମେ ସମାଜ ସେବା ତାପରେ ସାମ୍ବାଦିକତା ତାପରେ ରାଜନୀତି ମୋ ଲାଇଫଟା ଏକ୍ଜାକ୍ଟ ଏହା ହିଁ ମାନେ ପୁରା ଆଙ୍କି ହେଇକି ଆସିଛି। ମାନେ ମୁଁ ଯେତେବେଳେ 10th ମାନେ ମୋର ଜିଲ୍ଲା ଗଞ୍ଜାମ ଜିଲ୍ଲା ସୋରଡ଼ାରେ ପାଠ ପଢୁଥିଲି 10th ପରେ ସେଠୁ ମୁଁ ଭୁବନେଶ୍ୱର ଚାଲି ଆସିଲି। ଭୁବନେଶ୍ୱର ଯେତେବେଳେ ଆସିଲି ସେତେବେଳେ ମୁଁ ମାନେ ଭୁବନେଶ୍ୱର ରହିବା ପାଇଁ ଗୋଟେ ଆମର ଗୋଟେ ବହୁତ ବଡ ଏଠି ବିଜନେସ ଥିଲା କିନ୍ତୁ ବିଜନେସଟା ଟୋଟାଲି ମୋ ଉପରେ ଛାଡି ଦିଆଗଲା କାହିଁକିନା ମୋର ଗୋଟେ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ମତେ ଲୋକ ମାନେ ଆମ ଘର ଲୋକ ଭାବିଲେ ଯେ ୟାକୁ ବେଶୀ ବର୍ଡନ ଦିଆଯିବନି, ଇଏ ଗୋଟେ ଜାଗାରେ ବସିକି ଯେମିତି କାମ କରିବା କଥା ସେମିତି କରିବା ଗୋଟେ ଭଲ ହବ। ତେଣୁକରି ମୋ ବାବା ମା ବା ମୋର ଯୋଉ ମାନେ ପରିବାର ଲୋକ ମତେ ଗୋଟେ ସେଟେଲ ବିଜନେସ ଧରେଇ ଦେଇଥିଲେ କିନ୍ତୁ ମୋର ଗୋଟେ ଇଚ୍ଛା ଗୋଟେ ଅଲଗା ପ୍ରକାର ଥିଲା। ମୁଁ ଗୋଟେ ଜାଗାରେ ବସିକି ବିଜନେସ କରିବା ମାଇଣ୍ଡ ସେଟରେ ନଥିଲି। ମୁଁ ତ ମାନେ ମାଟ୍ରିକ ପାଠ ପଢିକି ଆସିଲି ଏବଂ ତାପରେ +2 ପଢିଲି ମତେ ପାଠ ପଢିବାର ଦରକାର ଅଛି। ତ ମୁଁ ରାଜଧାନୀ କଲେଜରେ ଆପ୍ଲାଏ କଲି ପାଇଲି ତଥାପି ସେତେବେଳର ପରିସ୍ଥିତି ଯାହା ଥିଲା ରାଜଧାନୀ କଲେଜରେ ପଢି ପାରିଲିନି। ମୁଁ ମଦନପୁର କଲେଜରେ ପାଠ ପଢିଲି। ସେଠି ପାଠ ପଢିବା ସମୟରେ ବହୁତ ଷ୍ଟ୍ରଗଲ ହେଲା। ଷ୍ଟ୍ରଗଲ ହେଲେ ପାଠ ମାନେ ବହୁତ ବଡ ଏଷ୍ଟାବ୍ଲିଶମେଣ୍ଟ ଛାଡିକି ଯେତେବେଳେ ନିଜେ ଷ୍ଟ୍ରଗଲ କରିକି ଭୁବନେଶ୍ୱର ପାଠ ପଢିବାକୁ ଚାହିଁଲୁ ସେତେବେଳେ ଗୋଟେ ଷ୍ଟ୍ରଗଲ ଥିଲା। କିନ୍ତୁ ସେତେବେଳେ ଯୋଉ ମୋର ସାଥିରେ ଯୋଉମାନେ ଥିଲେ ଯୋଉମାନେ ମତେ ପାଠ ପଢୁଥିଲେ ମୋ ସାଥୀ ଯୋଉମାନେ ଥିଲେ ସେମାନଙ୍କର ଗୋଟେ ନିରବଚ୍ଛିନ୍ନ ଗୋଟେ ମୋ ପ୍ରତି ଗୋଟେ ଗୋଟେ ଆଶୀର୍ବାଦ ଥିଲା ଯାହାଫଳରେ କି ଆଜି ମୁଁ ଏଠି ପହଞ୍ଚି ପାରିଲି। ଏବଂ ସେଠି ମୋର ମନେ ଅଛି 2002 ନା ମାନେ 3 ବେଳକୁ ରାଇଟ୍ ଟୁ ଇନଫର୍ମେସନ କୁ ନେଇକି ଗୋଟେ ମୁଭମେଣ୍ଟ ଚାଲିଥିଲା। ତ ସେଠି CISD ଯୋଉ ଚାଲିଥିଲା ଜଗଦାନନ୍ଦ ସେଠି ଗୋଟେ ତାଙ୍କର କ୍ୟାମ୍ପେନ୍ କରୁଥିଲେ। ଆମେ ଆମ ସାଙ୍ଗସାଥି ଯୋଉମାନେ ସବୁ ସୋସିଆଲ ମାଇଣ୍ଡର ଲୋକ ଆମେ ସବୁ ବିଭିନ୍ନ ବସ୍ତି ପଢା ବୁଲିକି ଆମେ ଆୱାରନେସ କରୁଥିଲୁ, ଷ୍ଟ୍ରିଟ୍ ପ୍ଲେ କରୁଥିଲୁ ଲୋକଙ୍କ ସହିତ ଇଏ ସେଇଠୁ ମୋର ଏକ୍ଜାକ୍ଟଲି ଗୋଟେ ସମାଜ ସେବାର ଗୋଟେ ମାନେ ଆରମ୍ଭ ହେଇଛି। ଇଏ କୌଣସି ଲୁଚା ଛପା ନାହିଁ। ମୁଁ ଯେତିକି ବହି ଲେଖିଛି May 29 ମିଡନାଇଟ୍ ମିଷ୍ଟ୍ରି ଯୋଉଠିକି ମୁଁ ପୁରା ଡାଇରେକ୍ଟଲି ସେ ସାମ୍ନାରେ ଥିଲି ଯାହା ମୋର ଅନୁଭବ ଥିଲା ସେତେବେଳେ ଯାହା ରାଜନୀତି ଥିଲା ତାକୁ ସେଠି ମୁଁ ଜାଗା ଦେଇଛି। ସେ ବହିରେ ଏଇ ଜିନିଷର ମୋର ଲାଇଫ ହିଷ୍ଟ୍ରି ଯୋଉ ମିଡନାଇଟ୍ ମିଷ୍ଟ୍ରି ଏବେ ଅଳ୍ପ ଦିନ ତଳେ ଗଲା ଏବେ ମେ ମାନେ ସେଇ ଦିନ ଯଦି କହିବା ତାରିଖ। ତ ମୋର ସେଇଠୁ ସମାଜ ସେବା ଆରମ୍ଭ ହେଲା ଏବଂ ସେ ସମାଜ ସେବାକୁ ଦେଖିକି ମତେ ଯୋଉମାନେ ଦେଖି ଆସୁଥିଲେ ଯେମିତି ଆପଣ ମତେ ଅନୁସରଣ କଲେ ଯେ ଆପଣ ସମାଜ ସେବା ତାପରେ ସାମ୍ବାଦିକତା ସେତେବେଳେ ମୋ ସାଥିରେ ଯୋଉମାନେ ଥିଲେ ସେମାନେ ଏକ୍ଜାକ୍ଟଲି ମତେ ସଜେଷ୍ଟ କଲେ ଯେ ତୁ ଯୋଉ କାମଟା କରୁଛୁ ଇଏ ଗୋଟେ ସୋସିଆଲ ୱାର୍କ କାମ କରୁଛୁ, ସୋ ତୁ ଗୋଟେ ସମାଜ ସେବା ଉପରେ ପାଠ ପଢ, ତୁ ଗୋଟେ ପ୍ରଫେସନାଲିଜିମ ୟାକୁ ଗୋଟେ ଆଗକୁ ନେଇ ଯାହାଫଳରେ କି ଅଧିକ ଲୋକ ବେନିଫିଟେଡ ହେଇପାରିବେ। ତ ମୋର କହିବା କଥା ହେଲା ଯେ ସେଇ ରାସ୍ତାକୁ ମୁଁ ପୁଣି ବାଛିଲି। ମତେ ଦେଖୁଥିବା ଲୋକ ଯିଏ ଭାବୁଛନ୍ତି ଯେ ବାବୁ ତୁ ଏଇ କାମଟି କଲେ ତୋର ଠିକ ହବ ବା ତୁ ଏଇ କାମଟା କଲେ ତୁ ଠିକ ରାସ୍ତା ଯାଇପାରିବୁ ତୁ ସକ୍ସେସ ଆଗରେ ପହଞ୍ଚି ପାରିବୁ, ମୁଁ ସେ କାମଟାକୁ କରି ଆସିଛି।